ସମସ୍ତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାଧୀନତା ଦିବସ 10 ଧାଡ଼ି ଓଡ଼ିଆ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ତଥା ମୋର ଛୋଟ ବଡ଼ ଭାଇ ଭଉଣୀ ଓ ମୋର ସହପାଠୀଗଣ, ଆଜି ହେଉଛି ଅଗଷ୍ଟ ମାସ 15 ତାରିଖ, ଆମ ଦେଶର 80ତମ ସ୍ୱାଧୀନତା ଦିବସ। ଆମ ଦେଶ ଭାରତ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଏକ ସ୍ୱାଧୀନ ରାଷ୍ଟ୍ର ହେଲା। ସେବେଠାରୁ ଭାରତୀୟମାନେ ଏହି ଦିନକୁ ସ୍ୱାଧୀନତା ଦିବସ ଭାବରେ ପାଳନ କରିଆସୁଛନ୍ତି। ଆମ ଦେଶ ସ୍ୱାଧୀନ ଭାରତକୁ ସ୍ୱାଧୀନତା କରିବାରେ ବହୁତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅବଦାନ ରହିଛି। ସେମାନଙ୍କ ମଧ୍ୟରୁ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ଏମିତି ଆହୁରି ଅନେକ ବୀର ଯୋଦ୍ଧାମାନେ ଆମ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଛନ୍ତି। ଆଜି ଆମେ ସମସ୍ତେ ସେମାନଙ୍କ ବଳିଦାନ ଯୋଗୁଁ ଶାନ୍ତିପୂର୍ଣ୍ଣ ଜୀବନଯାପନ କରୁଛୁ। ଆମେ ବହୁତ ଭାଗ୍ୟବାନ ଯେ ଏକ ମୁକ୍ତ ଦେଶରେ ଜନ୍ମ ହୋଇଛୁ ଏବଂ ଆମର ନିଜର ମୌଳିକ ଅଧିକାର ଅଛି। ଏହି ଦିବସକୁ ଅତି ଆନନ୍ଦ ଉତ୍ସାହରେ ପାଳନ କରିବା ସହିତ ଆମ ଦେଶକୁ ସ୍ୱଚ୍ଛ, ସୁନ୍ଦର ଏବଂ ସୁରକ୍ଷିତ ରଖିବା ପାଇଁ ଶପଥ ନେବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ। ଯଦି ଏହି ଭିଡ଼ିଓରୁ କିଛି ଶିଖିବାକୁ ମିଳିଥାଏ ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ନିଜ ସାଙ୍ଗସାଥୀମାନଙ୍କ ପାଖକୁ ଭିଡ଼ିଓଟିକୁ ସେୟାର କରନ୍ତୁ।